आज मत मटन खाइते मिलଯିବ ବୋଲି ମୁଁ କେବେ ଭାବି ନଥିଲି। ତ ହ୍ୟାଲୋ ଗାଇସ୍ ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ। ଏଇ ମିନି ବ୍ଲଗଟା ସିଧା ବାଙ୍ଗିରି ଫୁସିରୁ ଷ୍ଟାର୍ଟ ହେଉଛି। ତ ଆସିକି ଆମେ ପହଞ୍ଚି ଯାଇଥିଲୁ ଖାଇବା ପାଇଁ। ତ ଭୋକ ବି ବହୁତ ଜୋରସେ ଲାଗୁଥାଏ। ତ ମୁଢ଼ି ଆଉ ଚପ୍ ଆଉ ବାଇଗଣୀ ଗୋଟେ ଗୋଟେ ନେଇ ଆସିଲୁ ଦୋକାନରୁ। ତ ତାକୁ ଖାଇବାକୁ ଲାଗିଲୁ। ମୁଢ଼ି ଖାଇକି ଆସିଲା ପରେ ଚନ୍ଦ୍ରଭାଇ କହିଲା ଯାହା ଦୁଇଟା ଥଣ୍ଡା ନେଇ ଆସିବୁ। ତ ଏଇ ଥଣ୍ଡାର ନାଁ ଥିଲା ପେଟ ଥଣ୍ଡା। ଆମ ବାଲେଶ୍ୱରରେ ଏଇଟା ଅଛି ନା ନାହିଁ ଆପଣମାନେ କମେଣ୍ଟରେ ଟିକେ କହିଲେ। ଆପଣମାନେ ଯଦି ଖାଇଛନ୍ତି ଏଇ ଥଣ୍ଡାଟି ଟିକେ କମେଣ୍ଟରେ କହିଲେ। ତାପରେ ଆମେ ଆସିକି ବିଲରେ ପହଞ୍ଚାଇଥିଲୁ। ତ ବିଲରେ ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ଏତେ ଗୁଡ଼ା ସାରା ବାଇଗଣ ତୋଳିକି ରଖିଛନ୍ତି। ତ ଚନ୍ଦ୍ରଭାଇ ତାର ପୁରାପୁରି କରିଥିଲେ। ମୁଁ ଆଉ ପିକଅପ୍ଟା ନେଇକି ପଳେଇ ଆସିଲି। ଆଉ ଏଇଠି ଗୋଟେ ପାଖର ପାହାଡ଼ ଥିଲା ଆଉ ନଈ ବି ପାଖରେ ଥିଲା। ତ ଆସିଲି ବୁଲତେ ଆଉ। ତାପରେ ହେଇଥିଲା ସନ୍ଧ୍ୟା। ତାପରେ ଆମେ ସିଧା ଚାଲିଲୁ। ଆସିକି ଆମେ ପହଞ୍ଚି ଯାଇଥିଲୁ ମା ମଙ୍ଗଳା ହୋଟେଲରେ। ତ ଚନ୍ଦ୍ରଭାଇ ମୋତେ ପଚାରିଲା କି ତୁ ମଟନ୍ ଖାଉ ନା? ମୁଁ ବି କହିଲି ହଁ। ତ ଦୁଇ ଜଣଙ୍କ ଅର୍ଡ଼ର ଦେଇଦେଇଥିଲା ମଟନ୍ ଆସିକି ଆମ ପାଖରେ ପହଞ୍ଚାଇଥିଲା। ତ ଏଇ ଭିଡ଼ିଓ ଯଦି ବାରିପଦାରୁ ଯେତେ ଜଣ ବି ଦେଖୁଛନ୍ତି ତ ମା ମଙ୍ଗଳା ହୋଟେଲର ମଟନ୍ ମିଲ୍ଟା କେତେ ଟଙ୍କା ଆପଣମାନେ ଟିକେ କମେଣ୍ଟରେ କହିଲେ। ତ ଯିଏ ବି ଖାଇଛନ୍ତି ଆଉ କିଏ ଭଳିଆ ଲାଗେ ମୋତେ ଟିକେ କମେଣ୍ଟରେ କହିବେ। ମୋତେ ତ ବହୁତ ଭଲ ଲାଗିଲା। ଆମେ ବି ଖାଇଛୁ ଥରେ ଦୁଇଥର ଖଣ୍ଡୁ ଖାଇଛୁ। ତ ହେଇଥିଲା ସନ୍ଧ୍ୟା। ତ ଚନ୍ଦ୍ରଭାଇ ଗାଡ଼ି ଚଲାଉଥିଲା। ଏଇଭଳିଆ ଯଦି ଏମାନେ ଯିବେ ଯେ କହିବେ ବଡ଼ ଗାଡ଼ିର ଭୁଲ ହେଇଗଲା। ସେଥିପାଇଁ ଟିକେ ଦେଖି ଚାହିଁକି ଯିବା ଦରକାର। ଏଇ ମିନି ବ୍ଲଗ ଏତେ ଯିଏ ଦେଖୁଛନ୍ତି ତ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହିଲି ଜୟ ଜଗନ୍ନାଥ।